ମହାପ୍ରଭୁ କାଳିଆ ସାଆନ୍ତଙ୍କର ବଡ଼ ଶୃଙ୍ଗାର ବେଶ ସାରି ପଣ୍ଡା ପଢ଼ିଆରୀମାନେ ଘର ମୁହାଁ ହୁଅନ୍ତି। ଦେଉଳ ବି ମୁଦ ହେବା ଉପରେ। ହେଲେ ଦୂରରୁ ଦେଖିଲେ ନୀତି ହାତ ଯୋଡ଼ି ଦେଇ କେହି ଜଣେ ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତ ହାତ ଯୋଡ଼ିକି ସେମିତି ଛିଡ଼ା ହୋଇଥାଏ। ଆଖିରୁ ଧାର ଧାର ଲୁହ ଗଡ଼ାଉଥାଏ। ଏ କଥାକୁ କାହାରି ବି ଲକ୍ଷ୍ୟ ନଥାଏ। ହଁ, ପ୍ରତିଦିନ ସିଏ ଦେଖେ ବଡ଼ ଠାକୁର ନାନା ଫୁଲରେ ସଜେଇ ହେଉଛନ୍ତି। କେତେ ଜାତି ଜାତିର ଫୁଲ ଫଳ। ସତରେ ଭାରି ଆନନ୍ଦ ଲାଗେ ଦେଖିବା ପାଇଁ। ହେଲେ ତା ମନ ଭିତରେ ଯେ କ'ଣ ଚାଲିଥାଏ ସେ କଥା କେବଳ ସିଏ ଜାଣେ, ଆଉ ତା ମହାପ୍ରଭୁ ଜାଣନ୍ତି। ପାଖରେ ଥରେ ଅଧେ ନନା ଗୋସାଇଁ ପହଞ୍ଚି କୁହନ୍ତି, କିରେ ଘରକୁ ଯିବୁନି କି? କିଏ କୁଆଡ଼େ ଚାଲିଗଲେଣି, ରାତି ବଢ଼ୁଛି, ଯା ଘରକୁ ଚାଲିଯା। କିନ୍ତୁ ଭକ୍ତଟି ଆହୁରି କୋହଭରା କଣ୍ଠରେ କୁହେ, ମୋ କାଳିଆ ଏଇଠି, କେମିତି ତାକୁ ଛାଡ଼ିକି ଚାଲିଯିବି? ସତରେ ପାଗଳା ଭକ୍ତଟିଏ ଆଉ କିଛି ବି କୁହେନି। ଯିଏ ଯାହା ପଚାରେ ଚୁପଚାପ ରହିଯାଏ। ଗୋସାଇଁ କିନ୍ତୁ ହାତ ଯୋଡ଼ି ଦେଇ କୁହନ୍ତି, ମଣିମା ମହାପ୍ରଭୁ ହେ, ନୀତି ଆସୁଛି ଭକ୍ତଟା, ତା ମନ କଥା ଟିକେ ବୁଝିଲେ ହୁଅନ୍ତାନି। ହେଲେ ଗୋସାଇଁ ବା କେମିତି ଜାଣିବେ ସେ କ'ଣ ପାଇଁ ଆସୁଛି, ତା ମନରେ କ'ଣ ଅଛି? କିଛି ବୁଝିପାରନ୍ତିନି। ଯାହା ବି ହଉ ସବୁ ତୁମରି ଲୀଳା, ଏତକ କହି ତାଙ୍କ ବାଟରେ ଚାଲିଯାଆନ୍ତି। ଦିନ ମଜୁରିଆ ବାବୁଲା ଭାଇ ଗାଁ ପାଖରୁ ଅନେକ ଦୂର କାମ କରିବାକୁ ଯାଏ ନୀତି। ଯାହା ଦୁଇ ପଇସା ରୋଜଗାର କରେ ସେଇଥିରେ ତାର ସେ ଅଭାବୀ ସଂସାରଟା ସୁଖ ଦୁଃଖରେ ଚଳିଯାଏ। କେବେ କାହା ପାଖରେ ହାତ ପାତିନି, ସେତିକି ହିଁ ତା ପାଇଁ ବଡ଼ ଭାଗ୍ୟ। ଆଉ ମଣିମା ମହାପ୍ରଭୁଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେଇଛି। ଛୋଟଟାଏ ହୋଇଥିଲା, ବାପାଙ୍କ ସହିତ ଶ୍ରୀକ୍ଷେତ୍ର ଆସିଥିଲା। ସେଦିନ ସେଇ ଭକ୍ତମାନଙ୍କ ଭିଡ଼ ଭିତରେ ଚକା ଆଖିରେ ଆଖି ମିଶିଗଲା ଯେ ଆଉ କେବେ ଆଖି ଫେରୁନି। ସବୁବେଳେ ଲୋଭଟିଏ ରଖିଥାଏ ମନରେ, ସାଆନ୍ତେ ମୋ ପାଖକୁ ଟିକେ ଆସିଲେ ହୁଅନ୍ତାନି? ନା ତୁମକୁ ମୁଁ ଧନ ମାଗିବି, ନା ଜନ ମାଗିବି, ନା ଆଉ କିଛି, ବାସ୍ ତୁମେ ହିଁ ମୋର ଦରକାର। ଜାଣିଛ ମହାପ୍ରଭୁ, ତୁମକୁ ମୁଁ ଭାରି ଭଲ ପାଏ। ସେଦିନ ଝିଅକୁ ଜ୍ୱର ହେଇଥିଲା। କେତେ ବୈଦ୍ୟ ଦେଖେଇଲି, କେତେ ଡାକ୍ତର ଦେଖେଇଲି, ଜ୍ୱର କମିଲାନି। ଜାଣିଛ, ତୁମ ଉପରେ ମୁଁ ଏତେ ବିଶ୍ୱାସ କରେ ଯେ ଶେଷରେ ତୁମରି ଫଟୋ ପାଖରେ ଝିଅକୁ ଶୁଆଇ ଦେଲି। ଆଉ କହିଲି, ଇଏ ତୁମରି ଦାନ, ରଖିଲେ ରଖିବ, ମାରିଲେ ମାରିବ। ଆଶ୍ଚର୍ଯ୍ୟର କଥା, ରାତି ଅଧ ପରେ ଝିଅ ଉଠିକି ଡାକିଲା। ଆଉ ସେତେବେଳକୁ ସମ୍ପୂର୍ଣ୍ଣ ରୂପେ ଝିଅ ମୋର ସୁସ୍ଥ ହୋଇଥିଲା। ହଁ, ଡାକ୍ତରଙ୍କ ଔଷଧ ତ ଖାଉଥିଲା, ହେଲେ ଏ ବିଶ୍ୱରେ ଥିବା ସବୁଠାରୁ ବଡ଼ ଡାକ୍ତରଙ୍କ ଛତ୍ର ଛାୟା ତଳେ ତାକୁ ଶୋଇ ଦେଇଥିଲି। ଜାଣିଛି ତୁମେ ହିଁ ତାକୁ ନୂଆ ଜୀବନ ଦେଇଛ। କେମିତି ଭୁଲିବି ତୁମକୁ? ଆଉ ମାତ୍ର ମନ ଭିତରେ ଛୋଟ ଅଳିଟିଏ ସାଆନ୍ତେ। ଆଜି ବୋଧେ ମଣିମା ମୁଁ ଶେଷ ଥର ପାଇଁ ଆସିଛି ତୁମକୁ ଟିକେ ଦର୍ଶନ କରିବା ପାଇଁ। ଆଉ ଆସିପାରିବିନି। ଜାଣିଛ, ମାଲିକ ପାଖରେ ଅଧିକ କାମ କରିବାକୁ ପଡ଼ିବ। ଦେଖୁଛ ତ, ବୁଢ଼ା ବାପାଟା ମୋର ବେମାରରେ ପଡ଼ିଛି। ତା ପାଇଁ ନିହାତି ଔଷଧ ଦରକାର ପଡ଼ୁଛି। ସେଇଥିପାଇଁ ଆଉ ସହଳ କାମ ବି ସାରିପାରିବିନି। ସମସ୍ତେ ସିନା ଛୁଟି ହେଇ ଚାଲି ଆସିବେ, ମୁଁ କିନ୍ତୁ ରହିଯିବି ସେଇଠି, ଆଉ ତୁମକୁ ଦେଖିପାରିବିନି। କହିଲ ମଣିମା, ତୁମକୁ ଯଦି ମୁଁ ନ ଦେଖିବି ସତର କ'ଣ ମୁଁ ରହିପାରିବି? ସତକୁ ସତ ତା ପରଠାରୁ ଆଉ କେବେ ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ ଶୃଙ୍ଗାର ବେଶ ଦେଖିବା ପାଇଁ ବାବୁଲା ଭାଇ ଆସିପାରେନି। ଏପଟେ ପଣ୍ଡା ପଢ଼ିଆରୀମାନେ ମଧ୍ୟ ମନ ଦୁଃଖ କରି ବସିଲେ। କାହିଁକି ନା ଯେତେବେଳେ ବି ଲୋକଟା ଆସେ ଦେଖିଲେ ହସି ହସି ପଚାରିଦିଏ, ଗୋସାଇଁ କେମିତି ଅଛ? ସତରେ ତା ପାଟିରୁ ସେଇ ହସ ହସ ଡାକଟା ଭାରି ଭଲ ଲାଗେ, ଭାରି ଆନନ୍ଦ ଦିଏ। କାହିଁକି କେଜାଣି ଏଇଠି କିଛି ଦିନ ହେବ ଆଉ ଶୁଣିବାକୁ ମିଳୁନି। ସମସ୍ତେ ହାତ ଯୋଡ଼ି ଦେଇ କହିଲେ, ମଣିମା ମହାପ୍ରଭୁ ହେ, ଭାରି ପରିଶ୍ରମ ଲୋକଟା, ତାକୁ ଟିକେ ସାହା ହୋଇଥାଅ। ତାକୁ ଟିକେ ତୁମ ଅପଲକ ନୟନରେ ସେମିତି ଚାହିଁକି ରହିଥାଅ, ତା ପରିବାରକୁ। ଏପଟେ ବାବୁଲା ଭାଇ ଯେତେବେଳେ ନୀତି କାମ କରିକି ଆସେ ଭାରି ଥକି ପଡ଼ିଥାଏ। ଯେତେବେଳେ ଖାଇ ପିଇ ଶୋଇବାକୁ ଯାଏ ରାତି ଅଧ ପରେ ହାତ ଯୋଡ଼ି ଦେଇ କୁହେ, ମଣିମା ମହାପ୍ରଭୁ ହେ, କିଛି ବି ଭଲ ଲାଗୁନି। ତୁମକୁ ନ ଦେଖିଲେ ନା ପାଗଳ ହୋଇଯିବି ସତରେ। କାହିଁକି ଏମିତି କପଟ କରୁଛ? ମୁଁ ସିନା ତୁମ ପାଖକୁ ଯାଇପାରୁନି, ତୁମେ ଟିକେ ମୋ ପାଖକୁ ଆସିଲେ ହୁଅନ୍ତାନି? ଏତିକି କଥା କହିବା ପରେ ମନ ଭିତରେ ଟିକେ ଅଭିମାନ ଆସିଲା। ହଁ, କାହିଁକି ଆସିବ? ତମେ ତ 60 ପଉଟି 56 ଭୋଗ ଖିଆ ଠାକୁର। ନା ମୁଁ ତୁମକୁ ଦେଇପାରିବି, ନା ତୁମେ ମୋ ପାଖକୁ ଆସିବ? ସତରେ ଭକ୍ତଟିଏ ଯେତେବେଳେ ଅଭିମାନ କରି କୁହେ ଭଗବାନ କୋଉଠୁ ଆସନ୍ତେ, ସିଏ ଭକ୍ତର ଭାବରେ ବନ୍ଧା
ଭକ୍ତଙ୍କୁ ଭାରି ଭଲ ପାଆନ୍ତି। ତା ଛଡ଼ା ଶ୍ରଦ୍ଧାରେ ଭକ୍ତଟିଏ ଯାହା ବି ତାଙ୍କୁ ଅର୍ପଣ କରେ ଭଗବାନ ତାକୁ ଗ୍ରହଣ କରନ୍ତି। ତା ଛଡ଼ା ମୋ କାଳିଆ ସାଆନ୍ତ କେମିତି ସହିବେ? ଭକ୍ତ ତାଙ୍କର ଗୁମୁରି କାନ୍ଦୁଛି, ସିଏ ପୁଣି ବଡ଼ ଶୃଙ୍ଗାର ବେଶ ହୋଇ ଶ୍ରୀମନ୍ଦିରରେ ଶୋଇବେ? ସେମିତି ଜମା ନୁହଁ। ସେଦିନ କାନ୍ଦି ବୋବି ଶୋଇଲା ବାବୁଲା ଭାଇ। ହଠାତ୍ ତା କାନରେ ପଡ଼ିଲା କେହି ଜଣେ ଛୋଟ ପିଲା ଗୀତ ବୋଲି ବୋଲିକା ଗାଁ ରାସ୍ତାରେ ଯାଉଛି। ଏ କ'ଣ? ରାତି ଅଧ ପରେ ହେବ। ବିଲୁଆ କୁକୁରଙ୍କ ଭୟ। ଛୋଟ ପିଲାଟିଏ, ସାହାରା କେହି ନାହିଁ। ଧାଇଁ ଯାଇ ଭିଡ଼ି ଆଣିଲା ତାକୁ। ନାଁ ପଚାରିବାରୁ ପିଲାଟି ହସି ଦେଇ କହିଲା, ମୋ ନାଁ କାଳିଆ। ତୋ ଘର କେଉଁଠି? ସେମିତି କିଛି ନାହିଁ, ଯେଉଁଠି ପାଇଲେ ସେଠି ରହିଯାଏ, କିନ୍ତୁ ଯେ ମୋତେ ଶ୍ରଦ୍ଧାରେ ଡାକେ। ମୁଁ ତ କହୁଛି ମୋ ସାଙ୍ଗରେ ଯିବୁ? ପିଲାଟି ହସି ଦେଇ କହିଲା, ନିହାତି ଯିବି, ଚାଲ। ବାବୁଲା ଭାଇ ପିଲାଟାକୁ ପାଇଲା ପରେ ସତେ ଯେମିତି ସବୁତକ ଦୁଃଖ ଭୁଲିଗଲା ସେଦିନ। ଆଉ ତାକୁ କିଛି ବି ପଚାରିବାକୁ ମନ ହେଲାନି, କାହିଁକି ନା ପିଲାଟିର ଗୀତରେ ଏତେ ମଧୁର ଥିଲା ଯେ ମନ ହେଉଥାଏ ମୋ ପାଖକୁ ଗଲା ପରେ ଆଉ ଟିକେ ବୋଲନ୍ତାନି। କିନ୍ତୁ ଘରେ ପହଞ୍ଚିଲା ପରେ ସମସ୍ତେ ଶୋଇଯାଇଥାନ୍ତି। ନିରୋଳା ଘରଟିଏ ପାଇ ଦୁଇ ଜଣ ଗପସପ କଲେ। ବାବୁଲା ଭାଇ କହୁଥାଏ, ଜାଣିଛୁ ଆଉ ମୁଁ ମହାପ୍ରଭୁଙ୍କୁ ଦେଖିବାକୁ ଯାଇପାରୁନି। ତୁ ତ ନିତି ବୁଲୁଛୁ, ସେଠାକୁ ଯାଉଥିବୁ ନା, ମୋ ମନ କଥା ଟିକେ ଜଣେଇବୁ? ପିଲାଟି ହସି ଦେଇ କହିଲା, ହଁ ମୁଁ ନିତି ଯାଏ, ସେଇ ବାଟ ଦେଇ ନିତି ଆସେ। ଯଦି କହିବ ସବୁ କଥା ଜଣେଇଦେବି। ପିଲାଟି ଯେତେବେଳେ ଏତକ କୁହେ ବାବୁଲା ଭାଇର ଖୁସି କହିଲେ ନ ସରେ। ଯାହା ହଉ କେହି ଜଣେ ମିଳିଗଲା। ଶୁଣୁ, ତୁ ଏମିତି ରାତି ଅଧରେ ଏକୁଟିଆ ଆସିବୁନି, କହ ମୁଁ ବି ତୋତେ ଆଣିବା ପାଇଁ ଯିବି। କୋଉଠୁ ଆସୁଛୁ? ପିଲାଟି ବାଟ କହିଥିଲା। ଅଧା ବାଟ ଯାଏ ମୁଁ। ହଁ, ଏତିକି ବେଳେ ମୋର ବି କାମ ସରିଯାଉଛି। ମୁଁ ଆସିଲା ବେଳେ ତୋତେ ସାଙ୍ଗରେ ଆଣିବି। କ'ଣ କହୁଛୁ? ତୁ ଏତେ ବାଟ ଆଉ ଚାଲିକି ଆସିବୁନି, ଛୋଟ ପିଲାଟିଏ, ଥକିଯିବୁ। ପିଲାଟି ଯେତେବେଳେ ଏତକ ଶୁଣୁଥାଏ ମୁରୁକି ହସୁଥାଏ। ସେ ପୁଣି କହିଲା, ରାତି ପାହାନ୍ତରେ ମୁଁ ଚାଲିଯିବି। ବାବୁଲା ଭାଇର ଇଚ୍ଛା ନଥିଲେ ବି ହଁ କହିଲା। ପିଲାଟି ଯେମିତି ରାତି ପାନ୍ତା ହୁଏ କୁଆଡ଼େ ଯେ ଚାଲିଯାଏ ସେ କଥା କେହି ଜାଣନ୍ତିନି। ଆଉ ଯେତେବେଳେ ରାତି ହୋଇଯାଏ ବାବୁଲା ଭାଇ ଅପେକ୍ଷା କରିଥାଏ କେତେବେଳେ କାମ ସରିବ ଆଉ ଗଲାବେଳେ ଅଧା ବାଟରୁ କାଳିଆକୁ ନେଇକି ଯିବ। କାମରେ ମନ ଲାଗୁନଥାଏ, ଯେମିତି ଲାଗୁଥାଏ ମନଟା ଆଉ କେଉଁଠି ବନ୍ଧା ପଡ଼ିଯାଇଛି। ଯାହା ବି ହଉ ପ୍ରତିଦିନ ଏମିତି ଚାଲେ। କିନ୍ତୁ ଏପଟରେ ଗୋସାଇଁଙ୍କ ମନରେ ପ୍ରଶ୍ନଟି ଆସିଲା, ଆରେ ଇଏ କ'ଣ? ପ୍ରଭୁଙ୍କୁ ବଡ଼ ଶୃଙ୍ଗାର ବେଶ କରି ନୀତି ସଜେଇ ଦେଇ ଦେଉଳମୁଦ କରି ଘରକୁ ଯାଉଛି, ହେଲେ ସକାଳୁ ସକାଳୁ ଫୁଲତକ ସବୁ ଏଣେ ତେଣେ ବିଛାଡ଼ି ହୋଇ ପଡ଼ୁଛି କାହିଁ? କ'ଣ ଘଟୁଛି? ମଣିମା ମହାପୁରୁହେ କିଛି ଦୋଷ ତ୍ରୁଟି କରିଛି କି? କ୍ଷମା କରିବେ ମଣିମା। ଗୋସାଇଁ ବଡ଼ ଚିନ୍ତାରେ ଥାନ୍ତି। ପୁଣି ମନରେ କେହି ଜଣେ କହିଲା, ରାତି ଅଧରେ ମଣିମା ବୋଧେ କୁଆଡ଼େ ଯାଉଛନ୍ତି। ଆଜି ନିହାତି ଭାବରେ ଅପେକ୍ଷା କରି ରହିବି, ଦେଖିବି ମଣିମା ମହାପୁରୁ କୁଆଡ଼େ ଯାଉଛନ୍ତି, ତାଙ୍କ ସହିତ କ'ଣ ଘଟୁଛି। ହଁ, ଏମିତି ଏକ କଥା ଭାବି ସେଦିନ ବଡ଼ ଶୃଙ୍ଗାର ବେଶ ସାରି କିଏ କୁଆଡ଼େ ଚାଲିଗଲେ। ଗୋସାଇଁ ରହିଗଲେ ପଛରେ। କିନ୍ତୁ ସେଦିନ ରାତିରେ ସେ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେନି। ଏ କ'ଣ? ବେଶ ସରିବାର ଆଉ ଦୁଆର ମୁତିବାର କିଛି ସମୟ ପରେ କେହି ଜଣେ ଛୋଟ ପିଲାଟିଏ ସେଇ ମନ୍ଦିର ଭିତରୁ ବାହାରକୁ ଚାଲି ଆସିଲା। ସତରେ ତା ଚାଲିରୁ ଜଣା ପଡ଼ୁଥାଏ ସେ ଆଉ କେହି ନୁହନ୍ତି, ମହାପ୍ରଭୁ କାଳିଆ ସାଆନ୍ତ ତାଙ୍କ ଭକ୍ତକୁ ଦର୍ଶନ ଦେବା ପାଇଁ ଛୋଟ ପିଲାଟିର ବେଶ ସାଜିଛନ୍ତି, ଆଉ ବେକରେ ମାଳ ବି ପିନ୍ଧିଛନ୍ତି। ଚାଲିଲା ବେଳକୁ ଫୁଲ ଝଡ଼ିକି ବାଟରେ ପଡ଼ୁଛି। ଆହା, ଗୋଟେ ଅପୂର୍ବ ଦୃଶ୍ୟ, ଯାହାକୁ ଦେଖିବା ପାଇଁ କାହିଁ କେତେ ମୁନିଗଣ ଅପେକ୍ଷା କରିଥାନ୍ତି। ଦେଖିବା ବଡ଼ ଭାଗ୍ୟର କଥା। ନିଜର ଆଖିକୁ ବିଶ୍ୱାସ ନ କରିପାରୁଥିଲେ ବି ଗୋସାଇଁ ନିଜକୁ କୃତ୍ୟକୃତ୍ୟ ମନେ କରୁଥାନ୍ତି। ଯାହା ହଉ, ହେଲେ ମନରେ ଆଉ ଟିକେ ପ୍ରଶ୍ନ ଆସିଲା, ଗୋସାଇଁ ଯାଉଛନ୍ତି କୁଆଡ଼େ? କିଏ ସେ ଭକ୍ତ ଯିଏ ତାଙ୍କୁ ଏମିତିକା ଭାବଡୋରରେ ବାନ୍ଧିଛି? କିଛି ଦୂର ଗଲା ପରେ ଗୋସାଇଁ ଦେଖିଲେ, ଆରେ ଇଏ ତ ସେଇ ଭକ୍ତ ଯିଏ ପ୍ରତିଦିନ ଆସେ ବଡ଼ ଶୃଙ୍ଗାର ବେଶ ଦେଖି କଇଁ କଇଁ ହୋଇ କାନ୍ଦେ। ଏଇଠି କିଛି ଦିନ ହେବ ସିଏ ଆଉ ଆସିପାରୁନି। ସତରେ କ'ଣ ମହାପ୍ରଭୁଙ୍କୁ ସେଇ ନେବ? ହଁ,
ସେ ଦୃଶ୍ୟ ଦେଖି ଆହୁରି ଚମକି ପଡ଼ିଲେ। ଛୋଟ ପିଲାଟି ଚାଲି ଚାଲି ଗଲେ ଆଉ ବାବୁଲା ଭାଇ କାନ୍ଧରେ ବସେଇ ତା ସହିତ ଗପସପ କରି ନିଜ ଘର ଆଡ଼କୁ ଚାଲିଗଲେ। ସେତେବେଳକୁ ଗୋସାଇଁ କିନ୍ତୁ ଚାଲିବା ପରିସ୍ଥିତିରେ ନଥାନ୍ତି। ସକାଳ ପହରୁ ଆସିଲେଣି, କେତେ କାମ ଧନ୍ଦା କଲେଣି, ଆଉ ଗୋଡ଼ ଉଠୁନଥାଏ। ତଥାପି ଭଗବାନଙ୍କୁ ଦେଖିବା ପାଇଁ ଯେ ଏତେ ଇଚ୍ଛା, ଧାଇଁଲେ, ଧଇଁ ସଇଁ ହୋଇ ପଡ଼ୁଥାନ୍ତି। ତଥାପି ଚାଲିଲେ ବାବୁଲା ଭାଇର ଘରକୁ। ଆଉ ସେଠି ସେ ଯାହା ଶୁଣିଲେ ନିଜ କାନକୁ ମଧ୍ୟ ବିଶ୍ୱାସ କରିପାରିଲେନି। ସତରେ ମହାପ୍ରଭୁଙ୍କ ସହିତ ବାବୁଲା ଭାଇ କଥା ହେଉଥାଏ। ଠାକୁର କହୁଥାନ୍ତି, ସିଏ ଶୁଣୁଥାନ୍ତି, ଆଉ ସିଏ କହୁଥାନ୍ତି, ଠାକୁର ଶୁଣୁଥାନ୍ତି। ସେଇଠି ଗୋସାଇଁଙ୍କୁ ନିଦ ଲାଗିଗଲା। ଆଉ ଘରକୁ ଯିବେ ବା କ'ଣ, ସେଇଠି ଶୋଇଗଲେ। ରାତି ପାହାନ୍ତାରେ ପିଲାଟି ବି ତା ବାଟରେ ଚାଲିଗଲା। ଯେତେବେଳେ ବାବୁଲା ଭାଇ ଆସି ଗୋସାଇଁଙ୍କୁ ଡାକେ, ଗୋସାଇଁ ପାଦ ତଳେ ପଡ଼ିଗଲେ। କେମିତିକା ଭକ୍ତ କିରେ, ଜାଣିଛୁ ମହାପ୍ରଭୁ ସେଠି ବଡ଼ ଶୃଙ୍ଗାର ବେଶ ହେଉଛନ୍ତି, ଆଉ ତାଙ୍କର ରତ୍ନ ପଲଙ୍କ ଛାଡ଼ି ତୋରି କୁଡ଼ିଆରେ ଆସି ରାତି କାଟୁଛନ୍ତି। ସତରେ ଧନ୍ୟ ତୁ ଭକ୍ତ, ଧନ୍ୟ ତୋର ଭଲ ପାଇବା, ଧନ୍ୟ ତୋର ଶ୍ରଦ୍ଧା। ଯେତେବେଳେ ଗୋସାଇଁ ଏତକ କୁହନ୍ତି, ସେତେବେଳକୁ ବାବୁଲା ଭାଇର ଆଖିରୁ ଧାର ଧାର ଲୁହ ଚଢ଼ି ଯାଉଥାଏ। ହାତ ଯୋଡ଼ି ଦେଇ କହୁଥାଏ, ମଣିମା ଧନ୍ୟ ହୋଇଗଲି, ଅଧମ ଭକ୍ତଟିଏ। ସେଦିନ ଗୁହାରି କରି ଟିକେ କ'ଣ କହିଦେଇଥିଲି ବୋଲି ଛୋଟ ପିଲାଟିଏ ସାଜି ନିତି ଆସୁଛ। ଶେଷରେ ଗୋସାଇଁ ସେଦିନ କଥାଟିଏ କହିଲେ, ଜାଣିଛୁ ବାବୁଲା, ମହାପ୍ରଭୁଙ୍କୁ ଏ ଦୁନିଆରେ ବାନ୍ଧିଲା ବାଲା କେହି ନାହିଁ। କିଏ ତାଙ୍କୁ ବାନ୍ଧିବ? ଜଣେ ମାତ୍ର, ସେ ହେଉଛି ଭକ୍ତ। ତାର ଭାବ ବଳରେ, ତା ଭକ୍ତି ବଳରେ, ତା ବିଶ୍ୱାସ ଆଉ ତାର ଶ୍ରଦ୍ଧା ବଳରେ, ଯାହାକି ତୋ ପାଖରେ ଅଛି। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ପୁଣି ଦେଖାହେବ ନୂଆ କାହାଣୀ, ନୂଆ ଅନୁଭୂତି, ନୂଆ ଭିଡ଼ିଓ ମାଧ୍ୟମରେ। ଜୟ ଶ୍ରୀ ଜଗନ୍ନାଥ।